ଦେଖନ୍ତୁ ସ୍କ୍ରିନ୍‌ରେ 8 ଜୁନ୍ 2026ରେ ମୁଁ ଆପ୍ଲାଏ କରିଥିଲି ୟୁଜିରେ ଜଣଙ୍କର ପିଲାର କିନ୍ତୁ ସକ୍ସେସଫୁଲି ମୁଁ ଆପ୍ଲାଏ କଲି। ତେବେ ଆପଣ ଏମିତି ଆପ୍ଲାଏ କଲାବେଳେ ପ୍ରୋବ୍ଲେମ୍ ଶୋ କରୁଛି ଆପଣଙ୍କର ସ୍କ୍ରିନ୍‌ରେ। ତ ସେ ପ୍ରୋବ୍ଲେମ୍ କେମିତି ସଲ୍ଭ କରାହେଇଛି ଭିଡ଼ିଓରେ ଆପଣ ଏରୁ ଜେଡ୍ ନିଶ୍ଚୟ ଦେଖନ୍ତୁ ବିନା ସ୍କିପ୍ କରିକି ଆପଣ ମଧ୍ୟ ଲାଷ୍ଟ ଫାଇନାଲ୍ ତକ୍ ଆପ୍ଲିକେସନ୍ ସକ୍ସେସଫୁଲି ସବମିଟ୍ କରିପାରିବେ। ଆପଣ ଆପ୍ଲାଏ ଲିଙ୍କ୍‌ଟି ଗୁଗୁଲରୁ ଯେମିତି ସର୍ଚ୍ଚ କରୁଛନ୍ତି ନହେଲେ ମୋର ଭିଡ଼ିଓ ଡିସ୍କ୍ରିପ୍ସନ୍‌ରେ ଅଛି ସେଇଠି ଆପଣ କ୍ଲିକ୍ କରିକି ଡାଇରେକ୍ଟ ଆପ୍ଲାଏ କରିପାରିବେ ଗୁଗଲ କ୍ରୋମ୍‌ରେ। ଗୁଗୁଲରେ ଡାଇରେକ୍ଟ ଆପଣ ସର୍ଚ୍ଚ କରିଦେବେ କିସ୍ ୟୁନିଭର୍ସିଟି ସର୍ଚ୍ଚ କଲା ପରେ ଆପଣ କିସ୍ ୟୁନିଭର୍ସିଟିର ଯେଉଁ ଅଫିସିଆଲ୍ ସାଇଟ୍‌ଟି ଆପଣ ପଳେଇ ଆସିବେ। ଯେଉଁଠି ଆମର ସେକେଣ୍ଡ ଆପଣ ଦେଖିପାରୁଛନ୍ତି କିସ୍ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ଭୁବନେଶ୍ୱର ତା ତଳେ ଦେଖା ହେଇଛି କିସ୍ ଡିମ୍ ଟୁ ୟୁନିଭର୍ସିଟି ସେଇ କିସ୍ ଡିମ୍ ଟୁ ୟୁନିଭର୍ସିଟିରେ ଆପଣ କ୍ଲିକ୍ କରିଦେବେ। ତ ଆଜି ମୁଁ ଡିଟେଲ୍ ଆପଣଙ୍କୁ ଦେଖେଇବି କେମିତି ଷ୍ଟେପ୍ ବାଇ ଷ୍ଟେପ୍ ଆପଣ ଅଫିସିଆଲ୍ ସାଇଟ୍‌ରେ ଆପଣ ଯାଇକି ଆପ୍ଲାଏ କରିପାରିବେ। ଫୁଲ୍ ଭିଡ଼ିଓ ଦେଖିଲା ପରେ ଆପଣ ନିଜେ ମୋବାଇଲରେ କି ଲ୍ୟାପଟପ୍ ଡେସ୍କଟପ୍‌ରେ ଆପଣ ଯଦି ଆପ୍ଲାଏ କରିବେ, କିଛି ଅସୁବିଧା ନାହିଁ। 2024-23 ତାପରେ କିସ୍‌ରେ ବର୍ତ୍ତମାନ ଅଫିସିଆଲ ୟୁଜି ସାଇଟ୍ ଆପ୍ଲାଏ ଆସିଲା ପରେ କରୁଛନ୍ତି ତାହେଲେ ଆପଣ ଆଡମିସନ ବହୁତ ରେ ଆପଣ ପ୍ରୋବ୍ଲେମରେ କ୍ଲିକ୍ ଫେସ୍ କରିବେ କରୁଛନ୍ତି। ଆଡମିସନ ଲାଷ୍ଟ ଭିଡ଼ିଓରେ ମୁଁ କରିଥିଲି ଆଡମିସନ ତେବେ କ୍ଲିକ୍ ବର୍ତ୍ତମାନ କଲା ଆପଣ ପୁଣି ଯଦି ଥରେ ଆଡମିସନ ସକ୍ସେସଫୁଲି ଯେମିତି ମୁଁ ସେକ୍ସନରେ ଆପ୍ଲାଏ କରିଛି ଆପଣ କୁଇକଲି ସେମିତି କ୍ଲିକ୍ କରିବେ। ଆପ୍ଲାଏ କରିବେ। ଡାଇରେକ୍ଟ ଆପଣ ଆଡମିସନ ଯଦି ଭିଡ଼ିଓରେ ନୂଆ ୱେବ୍ ଅଛନ୍ତି ପେଜ୍ ଟି ଚ୍ୟାନେଲ୍ ପଳେଇ ନୂଆ ଆସିବ। ଅଛନ୍ତି ନିଶ୍ଚୟ ଚ୍ୟାନେଲ୍‌କୁ ସବସ୍କ୍ରାଇବ୍ ତ କରନ୍ତୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆପଣ ଫୁଲ୍ ନେଟ୍ ସ୍ପିଡ୍‌ରେ ଆପଣ ଆବେଦନ କରିବେ ଯାହାଦ୍ୱାରା କି ଆପଣଙ୍କର ମଝିରେ ଟେକ୍ନିକାଲ୍ ଗ୍ଲିଚ୍ କିଛି ପ୍ରୋବ୍ଲେମ୍ ଦେଖେଇବ ନାହିଁ। ଏଇଠି ଆସିଲା ପରେ ଆପଣ ଦେଖିବେ ଅନଲାଇନ୍ ଆଡମିସନ୍ ଫର୍ମ ଲେଖା ହେଇଥିବ। ଏଇଠି ଆପଣ କ୍ଲିକ୍ କରିବେ। ବର୍ତ୍ତମାନ 8 ଜୁନ୍‌ରେ ମାଷ୍ଟର ମଧ୍ୟ ପଳେଇ ଆସିଲା ପିଜି ପିଲାମାନଙ୍କର ଲିଙ୍କ୍। ତେଣୁ ଆପଣ ପିଜି ନ କରିକି ଆପଣ ଗୋଟେ ଭଲସେ ଦେଖିବେ ବ୍ୟାଚଲର ଅଫ୍ ସାନ୍ତାଳୀ, ବ୍ୟାଚଲର ଅଫ୍ ଇଂଲିଶ ଏମିତି ଯେଉଁଠି ଲେଖା ହେଇଥିବ ସେଇଠି ପ୍ରୋଗ୍ରାମରେ ଆପଣ କ୍ଲିକ୍ କରିବେ। ତାପରେ ଆପଣ ନାମ ମେଲ୍ ଜେଣ୍ଡର କ୍ଲିକ୍ କଲା ପରେ ଆପଣ ସବମିଟ୍ରେ କ୍ଲିକ୍ କରିଦେବେ। ତାପରେ ଆପଣ ମେଲ୍‌କୁ ଗୋଟେ ଏମିତି ଲିଙ୍କ୍ ଯାଇଥିବ ଯେଉଁଠି ଆପଣ ଲଗ୍ଇନ୍ କରିବେ। ସେଠାରେ ଆପଣଙ୍କର ପାସୱାର୍ଡ଼ ଏବଂ ୟୁଜର୍ ଆଇ ଡ଼ି ମଧ୍ୟ ଥିବ। ତାପରେ ଆପଣ ଲଗ୍ଇନ୍ ଟୁ ଡିଗି କ୍ୟାମ୍ପସ୍‌ରେ କ୍ଲିକ୍ କରିବେ। ସେଠି କ୍ଲିକ୍ କଲା ପରେ ଆପଣଙ୍କର ସାଇନ୍ ଇନ୍ ଅପସନ୍‌ଟି ପଳେଇ ଆସିବ। ଯୋଉଠି ସାଇନ୍ ଇନ୍‌ରେ ଆପଣଙ୍କର ରେଜିଷ୍ଟ୍ରେସନ୍ ମେଲ୍ ଆଉ ପାସୱାର୍ଡ଼ ଯୋଉଠିକି ଆପଣଙ୍କ ରେଜିଷ୍ଟ୍ରେସନ୍ ମେଲ୍‌କୁ ପଳେଇ ଯାଇଥିବ ସେ ପାସୱାର୍ଡ଼ଟି ସେଠୁ କପି ପେଷ୍ଟ କରିଦେବେ। ତାପରେ ସାଇନ୍ ଇନ୍ କରିବେ। ତାପରେ ଏମିତି ଗୋଟେ ଡାସବୋର୍ଡ଼ଟେ ଶୋ କରିବ ଯୋଉଟାରେ ଏତେ ଭଲ ତ ଲାଗୁନାହିଁ ବାଧ୍ୟ କିନ୍ତୁ ଆମକୁ ଆପ୍ଲାଏ କରିବାକୁ ପଡ଼ିବ। ତେଣୁ ଆପଣ ଡିଟେଲ୍ ଟିକେନିକ୍ ଦେଖନ୍ତୁ। ତାପରେ ଦେଖନ୍ତୁ ଏଠି ମେଲ୍ ଭେରିଫାଏ କରତେ ଖୋଜୁଛି ତ ଇମେଲ୍ ଭେରିଫିକେସନ୍‌ରେ ଆପଣ କ୍ଲିକ୍ କରିବେ। ତ କ୍ଲିକ୍ କଲା ପରେ ଆପଣଙ୍କର ଗୋଟେ ଲିଙ୍କ୍‌ଟି ଯିବ। ତ ଆପଣ କ୍ଲିକ୍ କରିଦିଅନ୍ତୁ ଭେରିଫାଏରେ। ତାପରେ ଆପଣ ସେ ମେଲ୍‌କୁ ଚେକ୍ କରିବେ ଯଦି ଆପ୍ଲାଏ ଡିଭାଇସ୍‌ରେ ଆପଣ ଲଗ୍ଇନ୍ କରିଛନ୍ତି ମେଲ୍‌ଟିକୁ ସେଠି ଚେକ୍ କରିଦେବେ। ଆଉ ନହେଲେ ଯେଉଁ ମୋବାଇଲ୍ ଆପଣ ଲଗ୍ଇନ୍ କରିଛନ୍ତି ମେଲ୍‌ଟିକୁ ସେଠି ଚେକ୍ କରିଦେବେ। ଚେକ୍ କଲା ପରେ ସେଠି ଗୋଟେ ଲିଙ୍କ୍ ଥିବ ସେ ଲିଙ୍କ୍‌ରେ ଆପଣ ଖାଲି କ୍ଲିକ୍ କରିଦେଲେ ଆପଣ ଏଠି ମୁଁ ଶୋ କରିଦେଉଛି ଲିଙ୍କ୍‌ରେ କ୍ଲିକ୍ କଲା ପରେ ଇମେଲ୍ ଭେରିଫାଏଡ୍ ସକ୍ସେସଫୁଲି ଶୋ କରିବ। ତାପରେ ଆପଣ ଡାଇରେକ୍ଟ ଆପଣଙ୍କର ଯେଉଁ ଲଗ୍ଇନ୍ କରିଥିଲେ ଅଲରେଡ଼ି ସେଇ ଟ୍ୟାବ୍‌କୁ ପଳେଇ ଯିବେ। ଆଉ ନହେଲେ ଏହି ଟ୍ୟାବ୍‌ରେ ହିଁ ଆପଣଙ୍କର ଲଗ୍ଇନ୍ ଅପସନ୍ ପୁଣି ଥରେ ଆସିବ ଟ୍ରାଏ ନ୍ୟୁ ଲଗ୍ଇନ୍ ବୋଲି ଆପଣଙ୍କୁ ସିଏ ଶୋ କରେଇବ। ତେଣୁ ଆପଣ ଏଇଟା ଲଗ୍ଇନ୍ କରନ୍ତୁନି 2-3 ଜାଗାରେ ଆପଣ ଯେଉଁଠି ଲଗ୍ଇନ୍ କରିଥିଲେ ଯେଉଁ ଟ୍ୟାବ୍‌ରେ ସେଇଠି ଆପଣ ଯିବେ। ତାପରେ ଫିଲ୍ ଦ ଆପ୍ଲିକେସନ୍ ଫର୍ମ ସେଇଠି ଆପଣ କ୍ଲିକ୍ କରିଦେବେ। ତ ପ୍ରଥମେ ଆପଣ ପ୍ରୋଫାଇଲ୍ କ୍ଲିକ୍ କରିକି ଆପଣ ପ୍ରୋଫାଇଲ୍ ଫଟୋଟି ଅପଲୋଡ଼ କରିଦେବେ। ନେକ୍ସଟ ଯାହା ରିକ୍ୱାରମେଣ୍ଟ ରହୁଛି ଟ୍ରାଏ ଫିଜିକାଲ୍ ଡିସେବିଲିଟି କି ହଷ୍ଟେଲ୍ ରିକ୍ୱାରମେଣ୍ଟ ଆୱାର୍ଡ଼ ୱିନର୍ ଏଗୁଡ଼ା ତ ଆପଣ ନିଶ୍ଚୟ ଜାଣିପାରୁଥିବେ। ତ ସେ ଅନୁସାରେ ଆପଣ ଫିଲ୍ଅପ୍ କରିବେ ଯେଉଁ ଟ୍ରାଇବ୍ରୁ ବିଲଙ୍ଗ କରୁଛନ୍ତି ଆପଣ ସେ ଟ୍ରାଇବ୍ ସେଠି ସର୍ଚ୍ଚ କରିଦେବେ ଆପଣ ପଳେଇ ଆସିବ। ଆଉ ଫିଜିକାଲ୍ ଡିସେବିଲିଟି ଅଛି କି ନାହିଁ ସେଇଟା ଆପଣ ଫିଲ୍ଅପ୍ କରିଦେବେ। ତାର ମେନ୍ ଜିନିଷ ରହୁଛି ଏଠି ଆପଣ କନଫ୍ୟୁଜନ୍ ରହୁଛନ୍ତି ସବଜେକ୍ଟ ପ୍ରିଫରେନ୍ସ ଦେଖନ୍ତୁ ଆପଣ ଫାଷ୍ଟ ଯେଉଁ ସବଜେକ୍ଟ ଚାହୁଁଛନ୍ତି ସେଇ ସବଜେକ୍ଟ ଆପଣ ଦେବେ। ତାପରେ ଆପଣଙ୍କର ସବଜେକ୍ଟ ମାର୍କ ସିକ୍ୟୁର ସେଠି ଲେଖା ହେଉଛି ଯେଉଁ ଆପଣ ଯେଉଁ ଲାଷ୍ଟ ଏକ୍ଜାମ୍ରେ ସେଇ ସବଜେକ୍ଟ କେତେ ମାର୍କ ରଖିଥିଲେ ଯଦି ଆପଣ ଲାଷ୍ଟ ଏକ୍ଜାମ୍ ସେ ସବଜେକ୍ଟଟି ନାହିଁ ତାହେଲେ ସେଇଠି ଆପଣ 0 ଲେଖିଦେବେ। ତ ସେକେଣ୍ଡ ଅପସନ୍ ଥାର୍ଡ଼ ଫୋର୍ଥ ସେମିତି ସବୁଥିରେ ଆପଣ କରିବେ। ଆପଣ ଯଦି ଯେତେବେଳେ 0 ଲେଖୁଛନ୍ତି ଆପଣ ଭାବୁଥିବେ ମୋର ସିଲେକ୍ସନ୍ ସମ୍ଭାବନା ବହୁତ କମ୍ ରହିବ। ସେମିତି କଥା ନୁହଁ। ସିଲେକ୍ସନ୍ଟି ମାର୍କ ବେସିସ୍ରେ ହେବ ଯେଉଁଟା ଆମର ଟୋଟାଲ୍ ଏଗ୍ରିଗେଟ୍ ପରସେଣ୍ଟେଜ୍ ଆପଣ ଯେତେ ରଖିଥିବେ ସେଇଠୁ ଆପଣ ସିଲେକ୍ସନ୍ଟି ହେବ। ତାପରେ ଯେତେ ସବୁ ରିକ୍ୱାରମେଣ୍ଟ ରହୁଛି ଆଡ୍ରେସ୍ ଆଉ ଡକୁମେଣ୍ଟ ଅପଲୋଡ଼ ଆପଣ ଯେଉଁଠି ଯେଉଁ ଡକୁମେଣ୍ଟ ଦରକାର ସେଇଠି ଅପଲୋଡ଼ କରିବେ। ତାପରେ ଆଉ ଗୋଟେ ଜାଗାରେ ପ୍ରୋବ୍ଲେମ୍ ରଖୁଛନ୍ତି ଆଣ୍ଟି ରେଗିଂ ରେଫରେନ୍ସ ନମ୍ବରଟି। ତ ସେଇଟା କିଛି ମାଣ୍ଡାଟୋରୀ ନାହିଁ ସେଠି କିଛି ନ ଫିଲ୍ଅପ୍ କଲେ ବି ଆପ୍ଲିକେସନ୍ଟି ନେଉଛି। ତ ଲାଷ୍ଟରେ ଦେଖନ୍ତୁ ଯେତେବେଳେ ସବମିଟ୍ କରୁଛନ୍ତି ଆପଣ ଉପରେ ଗୋଟେ ପ୍ରୋବ୍ଲେମ୍ ଶୋ କରୁଛି। କ'ଣ କରିବେ ନା ଲେଫ୍ଟ ସାଇଡ଼୍ କର୍ଣ୍ଣର ଯେଉଁ ଦେଖୁଛନ୍ତି
ଆଡମିସନ୍ ମ୍ୟାନେଜମେଣ୍ଟ, ସେଇ ଆଡମିସନ୍ ମ୍ୟାନେଜମେଣ୍ଟରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଏବେ ଫିଲ୍ ଆଡମିସନ୍ ଫର୍ମରେ କ୍ଲିକ୍ କରିବେ। ତାପରେ ଆପଣଙ୍କର ଫର୍ମଟି ପଳେଇ ଆସିବ। ଏଇଠି ମୁଁ ଯେମିତି ପରିବର୍ତ୍ତନ କରିଛି ଆପଣ ସେମିତି ପରିବର୍ତ୍ତନ କରିବେ, ମଡ଼ିଫାଏ କରିବେ ଟିକେ ଆପ୍ଲିକେସନ୍ କୌଣସି ଜାଗାରେ ଆପଣ ମଡ଼ିଫାଏ କରିବେ। ମୁଁ ଯେମିତି ଲୋକାଲ୍ ଗାର୍ଡ଼ିଆନ୍ ଅକୁପେସନ୍ ମଡ଼ିଫାଏ କରିଛି, ଏନ୍ ଓ ନ ଜାଗାରେ ମୁଁ ଏନ୍ ନଟ୍ ଆପ୍ଲିକେବୁଲ୍ ଲେଖିଦେଇଛି। ତାପରେ ଆପଣଙ୍କର ଲାଷ୍ଟ ଷ୍ଟେଜ୍ରେ ସବମିଟ୍ କରିଦେବେ। ସବମିଟ୍ କଲା ପରେ ଆପଣ କନଫର୍ମେସନ୍ ଗୋଟେ ପପ୍ ଆସିବ। ଏଠି ପୁଣି ସବମିଟ୍ କରିଦେଲେ ଆପ୍ଲିକେସନ୍ ସବମିଟ୍ ସକ୍ସେସଫୁଲି ଶୋ କରିବ। ଇଏ ରହୁଛି ତାର କମ୍ପ୍ଲିଟ୍ ପ୍ରୋସେସ୍। ଲାଷ୍ଟ ଆପଣ ଯେଉଁ କହୁଥିଲେ ଆପ୍ଲିକେସନ୍ର PDF ଫର୍ମଟି, ସେମିତି କିଛି ଏଠି PDF ଫର୍ମ ନାହିଁ। ଆପଣ ଲାଷ୍ଟରେ ଦେଖିବେ ଉପରେ ଲେଖା ହେଇଥିବ ଆପଣଙ୍କର ଏଇଠି ଯେ ଫର୍ମ ସବମିଟେଡ୍ 8 ଜୁନ୍ 2024। ଏମିତି ଯଦି ଆପଣଙ୍କର ବ୍ଲୁ ଟିକ୍ ଚିହ୍ନ ଆସିଗଲା ରାଇଟ୍, ତାହେଲେ ଆପଣ କମ୍ପ୍ଲିଟଲି ଆପ୍ଲିକେସନ୍ଟି ସବମିଟ୍ ହେଇଛି। ଆଜିକୁ ଏତିକି ରହୁଛି। ଥ୍ୟାଙ୍କ ୟୁ।